ଜୟ ଜନ ସାଙ୍ଗମାନେ ନାରାୟଣ ଜନସେବା କେନ୍ଦ୍ରକୁ ଆପଣଙ୍କୁ ସ୍ୱାଗତ। ସରକାର ଏବେ ଗୋଟେ ନୂଆ ଅପଡେଟ୍ ଦେଇଛନ୍ତି ରାସନ କାର୍ଡ ଉପରେ କି ଆମର ଆସନ୍ତା ମାସ ଠାରୁ ମୁଣ୍ଡ ପିଛା ଯୋଉ 5 କେଜି ଚାଉଳ ମିଳୁଛି ସେଟା 10 କେଜି ମିଳିପାରେ, ଫାଇନାଲ ହେଇନି। ତା ପାଇଁ ଆମର ଯେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଟର କରିବେ। ସିଏ ସବୁ ଭାବିଚିନ୍ତି ନିଷ୍ପତ୍ତି ନେଲା ପରେ ତାପରେ ସେଟା ଗ୍ରହଣୀୟ ହବ। ଆଉ ଗୋଟେ ବଡ ଜିନିଷ ହେଲା, ଏବେ ବି 15 ଲକ୍ଷରୁ ଅଧିକ ଲୋକ ଇକେଆଇସି କରିନାହାନ୍ତି, କିନ୍ତୁ ତାଙ୍କୁ ଗଭର୍ଣ୍ଣମେଣ୍ଟ ଚାଉଳ ଦଉଛନ୍ତି, ପାଉଛନ୍ତି। ଏବେ ବି ସିଏ ଆସନ୍ତା ମାସରୁ ସେମାନେ ପାଇବେ ନାହିଁ ଚାଉଳ। ଇକେଆଇସି ବର୍ତ୍ତମାନ ବନ୍ଦ ହେଇଯାଇଛି। ପାଖାପାଖି ଇକେଆଇସି ହେଇଯିବ 2 ବର୍ଷ ପାଖାପାଖି ହେଇଯିବ ରାସନ କାର୍ଡର ଇକେଆଇସି ଚାଲିଲା। ତାପରେ ବି 15 ଲକ୍ଷ ଗଳି ଯାଇଛନ୍ତି। ଗଭର୍ଣ୍ଣମେଣ୍ଟ କଣ କରିବ, ବାଧ୍ୟ ହେଇକି ତ ଗୋଟେ ଟାଇମ ପିରିୟଡ଼ ଏକ୍ସଟେଣ୍ଡ କରି 1.5 ବର୍ଷ ଏକ୍ସଟେଣ୍ଡ କଲା। ଆଉ କେତେ ଦିନ କରିବ, 1.5 ବର୍ଷ କଲା। ତେଣୁକରି ଇକେଆଇସି ବନ୍ଦ ହେଇଛି। ନେକ୍ସଟ ଟାଇମ ରୁ ମାନେ ନେକ୍ସଟ ମନ୍ଥ ରୁ ଯୋଉମାନଙ୍କର ଇକେଆଇସି ହେଇନି ରାସନ କାର୍ଡର ସେଗୁଡାକ ଆଉ ଚାଉଳ ଆସିବ ନାହିଁ। ଆଉ ଆମର 3,25,00,000 ଯୋଉମାନେ ରାସନ କାର୍ଡ ଧାରୀ ଓଡିଶାରେ ଅଛନ୍ତି, ଆସନ୍ତା ମାସରୁ 5 କେଜି ବଦଳରେ 10 କେଜି ଚାଉଳ ପାଇପାରନ୍ତି। ଆଉ ଗୋଟେ ଜିନିଷ ଆସୁଛି, ଆମର ଆଗରୁ ରାସନ କାର୍ଡ ଆପ୍ଲାଏ ହଉଥିଲା, ଅନଲାଇନରେ ଆପ୍ଲାଏ ହଉଥିଲା, ତାକୁ ବ୍ଲକ ଲେବୁଲରେ ରିଜେକ୍ଟ ମାରି ଦଉଥିଲେ ଭେରିଫିକେସନ କରି। ବ୍ଲକ ଲେବୁଲରେ ହଉ କିମ୍ବା କୋଉଠି କିଏ ରିଜେକ୍ଟ ମାରୁଥିଲେ, ଯେହେତୁ ଗୋଟେ ରାସନ କାର୍ଡ ଯଦି କଥା ଆସୁଛି ଆମର ଡିଷ୍ଟ୍ରିବ୍ୟୁସନ ଉପରେ, ଜଣେ ପାଇବା ଉପରେ, ସେଟା ମୁଖ୍ୟତଃ ବ୍ଲକ ଉପରେ ଡିପେଣ୍ଡ କରୁଛି ବେଶୀ। ବ୍ଲକ ରୁ ତାଙ୍କୁ କାର୍ଡ ଦିଆଯାଉଛି, ବ୍ଲକ ରୁ ଭେରିଫିକେସନ କରି ଆପ୍ରୁଭ କରି କାର୍ଡ ଦିଆଯାଉଛି। ଆଗରୁ ରିଜେକ୍ଟ ହେଇଯାଉଥିଲା, ବର୍ତ୍ତମାନ କଣ ହେଇଛି, ପୁରା ଓପନ ହେଇଯାଇଛି ରାସନ କାର୍ଡ ଟା। ଅନଲାଇନ ପ୍ରଥମେ ଆପଣ ଆପ୍ଲାଏ କରିବେ, ଯଦି ନୂଆ ଆପ୍ଲାଏ କରିବାର ଅଛି ପ୍ରଥମେ ଅନଲାଇନ ଆପ୍ଲାଏ କରିବେ। ତାପରେ ଆପଣଙ୍କର ପଞ୍ଚାୟତରେ ହଉ, ଏଲଆଇସି ରେ ହଉ, ଯୋଉଠି ଚାଉଳ ମିଳୁଛି ସେଠି ଆପଣ ଇକେଆଇସି କରିକି ତାପରେ ବ୍ଲକରେ କଣ୍ଟାକ୍ଟ କରିବେ। ହେଇଗଲା ନୂଆ। ଯଦି ଆଡ କରିବାର ଅଛି, ପ୍ରତି ଆଡ ହଉ କିମ୍ବା ନୂଆ ବି ହଉ, ନୂଆରେ ତ ଛୋଟ ପିଲାଙ୍କର ନୂଆରେ ହବନି। ଆଡିଙ୍ଗ ରେ ଆସିବ ଯଦି ଆମେ ଛୋଟ ପିଲାଙ୍କର ମାନେ ଅତି କମରେ 5 ବର୍ଷ ପରେ, ଯୋଉମାନେ କି ବାୟୋମେଟ୍ରିକ ଅପଡେଟ କରିସାରିଲେ ଆଧାର କାର୍ଡର 5 ବର୍ଷ ପରଠାରୁ ସେମାନେ ରାସନ କାର୍ଡ ପାଇଁ ଆଡ ପାଇଁ ପକେଇ ପାରିବେ। ଆଉ ଯଦି ମୋବାଇଲ ନମ୍ବର ଲିଙ୍କ ନାହିଁ, ବ୍ଲକରେ ବି ମୋବାଇଲ ନମ୍ବର ଲିଙ୍କ ହବ, ଆଉ କୌଣସିଥିରେ ହବ ନାହିଁ। ରହୁଛି। ଆଉ ଯଦି କିଛି ଆପଣ ରାସନ କାର୍ଡ ଉପରେ ଆପଣ କୋଶ୍ଚିନ୍, ରାସନ କାର୍ଡ ନେଇ ଯଦି ଆପଣଙ୍କର ଆଉ କୌଣସି କୋଶ୍ଚିନ୍ ଥାଏ, ଆପଣ କମେଣ୍ଟ ମାଧ୍ୟମରେ ଜଣାଇପାରିବେ।